ସବୁଦିନ ସକାଳ ହଉ ହଉ ଗୋଟେ କଲ୍ ଆସେ। ଡେଲି କିଛି କାମ ନାହିଁ ହେଲେ କଲ୍ ଆସେ। ଆଉ ମୁଁ ରିସିଭ୍ କରେ, ନିଦରେ ଥିଲେ ବି ରିସିଭ୍ କରେ। ହ୍ୟାଲୋ କହେ, ଆଉ ସେପଟୁ ଆନ୍ସର୍ ଆସେ, ଉଠିଲୁଣି, ଆଜି ଡ୍ୟୁଟି ଯିବୁନି କି, ଖାଇଲୁଣି? ଏତିକି ବାସ୍, ଆଉ କିଛି କାମ ନାହିଁ। ଏତିକି କହି ଫୋନ୍ କଟିଯାଏ। କିନ୍ତୁ ଡେଲି କଲ୍ ଆସେ, ଡେଲି କିଛି କାମ ନଥାଏ। ବେଳେବେଳେ ବିରକ୍ତି ବି ଲାଗେ, କାହିଁ ମୋତେ ଉଠେଇ ଦେଉଛନ୍ତି ସକାଳୁ ସକାଳୁ କଲ୍ କରିକି, କିଛି ତ କାମ ନାହିଁ। ଆଉ ବେଳେବେଳେ କଲ୍ ନ ଆସିଲେ ଭାରି କଷ୍ଟ ହୁଏ, ମନ ଛାଟି ଫୁଟି ହୁଏ। କାଳେ କ'ଣ ଅସୁବିଧା ହେଲା କି, କଲ୍ କାହିଁ ଆସୁନି, ମୋତେ କ'ଣ ଭୁଲିଗଲେ, ମୋତେ ଆଉ ଭଲ ପାଉନାହାନ୍ତି, ସେଥିପାଇଁ କଲ୍ କରୁନାହାନ୍ତି। ଭାରି କଷ୍ଟ ଲାଗେ। କିନ୍ତୁ ଭଗବାନଙ୍କ ପାଖରେ ମୁଁ ଏତିକି ପ୍ରାର୍ଥନା କରିବି, ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ, ମୋ ନିଶ୍ୱାସ ଚାଲୁଥିବା ପର୍ଯ୍ୟନ୍ତ ସେଇ କଲ୍ଟି ମୋତେ ସବୁଦିନ ଆସୁ, ସବୁଦିନ ଆସୁ। ଆଉ ସବୁଦିନ ସେ ମୋତେ ଡିଷ୍ଟର୍ବ କରନ୍ତୁ, କେବେ କଲ୍ ଆସିବା ବନ୍ଦ ନ ହଉ। ଭଗବାନଙ୍କ ପାଖରେ ମୋର ଏତିକି ପ୍ରାର୍ଥନା। କହିପାରିବେ ସେ କଲ୍ଟି କାହାର ହେଇଥିବ? ଯଦି ଜାଣିଛନ୍ତି ତାହେଲେ କମେଣ୍ଟରେ ମୋତେ ସିଓର କହିବେ କାହାର ସେ କଲ୍। ଆପଣମାନଙ୍କ ପାଖକୁ ବି ଆସେ ସେମିତି କଲ୍? କେବେ ଆସୁଛି? ତାହେଲେ ନିହାତି କମେଣ୍ଟରେ କହିବେ।